ତେଣୁ ମହାପ୍ରଭୁଙ୍କ ବାବଦରେ ଯଦି ଶ୍ରଦ୍ଧାଳୁ ଯାହା ଚାହିଁବେ ଜଗନ୍ନାଥ ମହାପ୍ରଭୁଙ୍କ ବାବଦରେ କହିବା ନା ରାମାୟଣରୁ କହିବା ରାମଚରିତ ମାନସରୁ ନା ଗୀତାରୁ ନା ବେଦରୁ ଯାହା ଯାହା କହିବେ ଭାଗବତରୁ ନା ସବୁକୁ ମିଶେଇକି ଟିକେ ଟିକେ କହିବା ମହାପ୍ରଭୁ ଠିକ ଅଛି। ସେହି ଜଗନ୍ନାଥ ଠାକୁର ଚାରି ବେଦେ ଭୂପତ ଚାରି ବେଦେ ଭୂପତ ଯେତେବେଳେ କି ରୂପ ଧାରଣ କରିଥାନ୍ତି ସେ ପ୍ରତୀକାତ୍ମକ ରୂପ ଧାରଣ କରନ୍ତି। ଯେତେବେଳେ ଗଜାନନ ବେଶ ଯେତେବେଳେ କି ପ୍ରକାର ବେଶ ଧାରଣ କରନ୍ତି ତାକୁ ଆମେ ହିସାବ କରିପାରିବା ନାହିଁ। କେବଳ ତାଙ୍କୁ ଭାବଭକ୍ତି ଦ୍ୱାରା ଆମେ ବାନ୍ଧି ପାରିବା। ମୋ ଦେବ ବିଦ୍ୟତେ କାଷ୍ଟେ ପାଷାଣେ ନତମୋମୟେ ଭାବେ ହି ବିଦ୍ୟତେ ଦେବ ତସ୍ମାତ୍ ଭାବ ହି କାରଣାତ୍। ସେ ମନ୍ତ୍ର ଦ୍ୱାରା ବଶୀଭୂତ ହୁଅନ୍ତି ନାହିଁ କିମ୍ବା ଭକ୍ତି ଦ୍ୱାରା ବଶୀଭୂତ ହୁଅନ୍ତି, କିନ୍ତୁ ଭକ୍ତି ଠାରୁ ଆହୁରି ଭାବକୁ ବେଶୀ ଗୁରୁତ୍ୱ ରଖିଥାନ୍ତି। ମୋ ଦେବ ବିଦ୍ୟତେ କାଷ୍ଟେ ଏ ଯେଉଁ ଦାରୁଣ ବ୍ରହ୍ମ ମୂର୍ତ୍ତି ଆମ ଆଗରେ ଅଛନ୍ତି ସେ ମୂର୍ତ୍ତି ବ୍ରହ୍ମ ସଂସ୍ଥାପନ ହେଇକି ନଥାଏ, ଭାବ ଦ୍ୱାରା ବ୍ରହ୍ମ ସଂସ୍ଥାପିତ ହେଇଯାଏ। କିମ୍ବା ମୂର୍ମଣ କହିଲେ ମାଟିର ନିର୍ମିତ ମୂର୍ତ୍ତି, ପାଷାଣର ମୂର୍ତ୍ତି, 8 ପ୍ରକାର ମୂର୍ତ୍ତି, ମନ୍ମୟ ମୂର୍ତ୍ତି, ଲୌହ ମୂର୍ତ୍ତି, ପାଷାଣ ମୂର୍ତ୍ତି, ଧାତୁ ମୂର୍ତ୍ତି ଏବଂ বিভিন্ন প্রকার যে মাটিরে আমি বিভিন্ন দেবাদেবী পূজা করছে দারু মূর্তি এইভাবে বালুকারে তৈরি মূর্তি এই 8 প্রকার মূর্তি ভগবান কেবল ভাবে থাকি বলু ভক্ত বসল ভগবান কি জয়। মহাপ্রভুଙ୍କ কথা কইবা একদা 2014 মସିହାର কথা এবং বিক্ষোভ সত্য ঘটনা কইব। যেতেবেলে মহাপ্রভুଙ୍କ এইভাবে মহা উৎসব মহাসমারোহে পালন হোতা শ্রীক্ষেত্র পুরীরে সে তো সমস্ত ঠাকুর, সে মুসলমান ঠাকুর, খ্রিস্টিয়ান ঠাকুর, সনাতনী ধর্মর হিন্দু ঠাকুর, সে সমস্ত ঠাকুর। সে মহাপ্রভু হচ্ছেন গণদেবতা, সে হচ্ছেন বিশ্বদেবতা, সে বিশ্বর আরাধ্য